ପିଲାମାନେ ଆଜି ଆମେ ପଢ଼ିବା ଆମ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିର ଏକ ସୁନ୍ଦର ବିଷୟ। କ'ଣ? ପ୍ରଥମ ବିଷୟ ଇଏ ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ପିଲାମାନେ ଧ୍ୱଜା ମାନେ କ'ଣ? ଧ୍ୱଜା ମାନେ ଆମ ଜାତିର ପତାକା। ଏହାକୁ ଲେଖିଛନ୍ତି ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ। ତାହେଲେ ଏଇ ବିଷୟଟିକୁ ପଢ଼ିବା ଏବଂ ବୁଝିବା। ବିଦେଶୀ ଶାସନରେ ଅଧୀନ ଥିଲା ଦେଶ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ତାହେଲେ ସେଇ ସମୟରେ ପିଲାମାନେ ଆମ ଦେଶ ବିଦେଶୀ ମାନଙ୍କ ଶାସନରେ ଥିଲା। ବୁଝିହେଲା? ତାହେଲେ ସେମାନେ ଆମ ଦେଶକୁ ଶାସନ କରି ରଖୁଥିଲେ ଏବଂ ଆମକୁ ବହୁତ ପ୍ରକାର କ'ଣ କ୍ଲେଶ ମାନେ କଷ୍ଟ, ବହୁତ ପ୍ରକାର ଯନ୍ତ୍ରଣା ଆମକୁ ଦେଉଥିଲେ। ହେଲା, ବର୍ତ୍ତମାନ କ'ଣ? ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର। ବର୍ତ୍ତମାନ ଆମେ ସ୍ୱାଧୀନ, ଆମର କାହାକୁ ଭୟ ନାହିଁ। ହେଲା, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ଏବଂ ଆମ ଦେଶର ଧ୍ୱଜା କ'ଣ ଫରଫର ହେଇ ଉଡ଼ୁଛି, କାରଣ ଆମେ ସ୍ୱାଧୀନ। ଏଣିକି ଭଲ ଯାହା କରିବୁ ସେହି କାମ, ଜାତିର ଇତିହାସେ ରହିବ ଆମ ନାମ। କର୍ତ୍ତବ୍ୟ ପଥ ଧରି ହୋଇବୁ ଅଗ୍ରସର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ଆଉ କ'ଣ କବି କହିଲେ? ଆମ ମନରେ ପିଲାମାନେ ଭାବନା ଆସିବ, ଆମେ ଯାହା କରିବା ଏଥର ଭଲ କାମ କରିବା, ଯେମିତି ଜାତିର ଇତିହାସରେ ଆମର ନାମ ଚିରଦିନ ପାଇଁ ଅମର ହୋଇ ରହିଯିବ ଏବଂ ନିଜ କର୍ତ୍ତବ୍ୟ ପଥରେ ଆଗକୁ ମାଡ଼ି ଚାଲିବା, ଯେମିତି ଜାତୀୟ ଧ୍ୱଜା ଆମର ଫରଫର ହେଇ ଉଡ଼ି ଚାଲିଛି। ତାପରେ ପିଲାମାନେ ପଢ଼ିବା, ଭୋକିଲା ହୋଇ ଆଉ ରହିବେ ନାହିଁ କେହି, ରଖିବୁ ଜାତି ଟେକ ନିଜକୁ ବଳି ଦେଇ, ସ୍ୱଦେଶ ସେବା ବ୍ରତ କରିବୁ ଜୀବନର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ପିଲାମାନେ ଭୋକିଲା ହେଇକି ଆଉ କେହି ରହିବେ ନାହିଁ। ହେଲା, ଏବଂ ଆମ ଜାତିର କ'ଣ ଟେକ ରଖିବା। ଆମେ କାହା ଅଧୀନରେ ଏବେ ନାହିଁ, ଆମେ ବର୍ତ୍ତମାନ ସ୍ୱାଧୀନ। ହେଲା, ଏବଂ ନିଜ ଦେଶର ସ୍ୱଦେଶର ସେବା ବ୍ରତ କରିବା, ନିଜ ଦେଶର ସେବା କରିବା ଏବଂ କ'ଣ ଆମ ଜାତିର ନାଁ ରଖିବା। ତାପରେ ଅଛୁଆଁ ନୁହେଁ କେହି ସଭିଏଁ ଭାଇ ଆମ, ସଭିଙ୍କ ହିତ ପାଇଁ କରିବୁ ଆମେ କାମ, ସମସ୍ତେ ଆପଣାର ଜଣକେ ନୁହେଁ ପର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ତାହେଲେ ଏଠି ପିଲାମାନେ ଛୁଆଁ ଅଛୁଆଁ କିଛି ନାହିଁ, ସମସ୍ତେ କ'ଣ ଆମର ଭାଇ ଏବଂ ସମସ୍ତଙ୍କର ହିତ ପାଇଁ, ସମସ୍ତଙ୍କ ଭଲ ପାଇଁ ଆମେ କାମ କରିବା। ହେଲା, ସମସ୍ତେ ଆମର ଆପଣାର, ସମସ୍ତେ ଆମର ନିଜର, କେହି ଏଠି ପର ନୁହଁ। ସମସ୍ତେ ହେଉଛନ୍ତି ସେଇ ଭାରତ ମାତା ତଳେ ଜଣେ ଜଣେ ସନ୍ତାନ। ହେଲା, ତାଙ୍କର ଗୋଟିଏ ହେଉଛି ମା, ସେଇ ଗୋଟିକ ମା ହେଉଛି ଭାରତ ମାତା। ଦେଶରେ ଖୋଲି ଦେବୁ ବିବିଧ କାରଖାନା, ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା, ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ତାରେ ପିଲାମାନେ ଦେଶରେ ଆମେ ବହୁତ ଗୁଡ଼ିଏ କାରଖାନା ଗଭର୍ଣ୍ଣମେଣ୍ଟ ତିଆରି କରିଛି, ଯାହାଫଳରେ କ'ଣ ସେଥିରୁ ଖାଦ୍ୟଦ୍ରବ୍ୟ ତିଆରି ହେଉଛି ଏବଂ ସେମାନଙ୍କ ମଧ୍ୟରୁ ଲୋକ ମଧ୍ୟ ଯାଇକି ସେଠି କାମ କରୁଛନ୍ତି କାରିଗର ହିସାବରେ। ତାହେଲେ ଏଠି କେହି ଆମର ଉପାସ ରହିବେ ନାହିଁ। ବର୍ତ୍ତମାନ ଆମ ଦେଶ ଆମ ସ୍ୱାଧୀନରେ। ଆମେ ଯେ ବୀର ଜାତି ନଇବୁ ନାହିଁ ମଥା, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା, ମରତେ ଖେଳାଇବୁ ସୁଷମା ସରଗର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର। ଆହୁରି କ'ଣ? ଆମେ ସେଇ ବୀର ଜାତି। ହେଲା, ଆମେ ମଥା ନଇବୁ ନାହିଁ, ପ୍ରାଣ ଦେଇ ଯେଉଁ କଥା କହିଛୁ ମଲା ଯାଏ ସେଇ କଥା ଆମର ରହିଥିବ। ହେଲା, ତାହେଲେ ଜ୍ଞାନ ବିଜ୍ଞାନେ ଆମେ ନୋହିବୁ କାହା ପଛ, ପ୍ରତିଜ୍ଞା କର ଭାଇ ଯେଉଁଠି ଯିଏ ଅଛ,
କୋଟି ଯେ କୋଟି ଆମେ ସନ୍ତାନ ଭାରତର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ହେଲା ପିଲାମାନେ, ଜ୍ଞାନ ବିଜ୍ଞାନ ପାଠ ପଢ଼ାରେ ଆମେ କାହା ପଛରେ ନାହୁଁ, ଆମେ ଆଗକୁ ଯିବୁ, ବହୁତ ଆଗକୁ ଯିବୁ। ଏଠି ଆମେ ପ୍ରତିଜ୍ଞା କରିବା, ଯୋଉଠି ବି ଝିଅ ଅଛି, କୋଟି ଯେ କୋଟି ଆମେ ସନ୍ତାନ ଭାରତର, ଆମ ଜାତୀୟ ଧ୍ୱଜାକୁ ସବୁଦିନ ପାଇଁ ଟେକ ରଖିବା, ଯେମିତି ଫର ଫର ହେଇ ସିଏ ଉଡ଼େ।